ଯୀଶୁ ଖ୍ରୀଷ୍ଟ ବଳିଦାନ ଅପେକ୍ଷା ଦୟା ଭଲ ପାଆନ୍ତି। ସେ ଜଗତରେ ଥିବା ସମୟରେ ଅସୁସ୍ଥ, ଦୁଃଖୀ, ଦରିଦ୍ର ଓ ଅଭାବଗ୍ରସ୍ତ ଲୋକମାନଙ୍କ ଘରକୁ ଯାଉଥିଲେ। ସେମାନଙ୍କୁ ପ୍ରେମ କରୁଥିଲେ ଏବଂ ସେମାନଙ୍କ ସମସ୍ତ ଆବଶ୍ୟକତା ପୂରଣ କରୁଥିଲେ, କାରଣ ସେ ଜାଣିଥିଲେ ସେମାନଙ୍କଠାରେ ତାଙ୍କର ପ୍ରୟୋଜନ ଅଛି। ଆମ୍ଭେମାନେ ନିଜ ଗୃହରେ ସାହାଯ୍ୟ କରୁଥିବା ବ୍ୟକ୍ତିମାନଙ୍କୁ ଅର୍ଥାତ୍ ଯେଉଁମାନେ ଅସୁସ୍ଥ, ଦୁର୍ବଳ ଓ ଗୃହପାଳିତ ପଶୁମାନଙ୍କୁ ଅବହେଳା ନା ପ୍ରେମ କରୁଅଛୁ? ଯୀଶୁଙ୍କ ମଧୁର ବାକ୍ୟ ଚଲା ପଥେ ସାଜେ ଦୀପ ଆମରି ଚରଣ ପାଇଁ ଅଲିଭା ଆଲୋକ ଦେଇ ଜୀବନର ପ୍ରତିପାଦେ ଜୀବନର ପ୍ରତିପାଦେ ବଢ଼ାଏ ସେ ସତ୍ୟ ପଥେ ପଥ ପ୍ରଦର୍ଶିକା ସେ ଯେ ପଥ ପ୍ରଦର୍ଶିକା ପଥ ପ୍ରଦର୍ଶିକା ପଥ ପ୍ରଦର୍ଶିକା। ଖ୍ରୀଷ୍ଟରେ ପ୍ରିୟ ଦର୍ଶକ ବନ୍ଧୁ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଆପଣଙ୍କୁ ନମସ୍କାର ଜଣାଇ ଆଜିର ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଗତ ପାଠରେ ଆମ୍ଭେମାନେ ଯାହା ଶିକ୍ଷା କଲୁ, ବିଶ୍ୱାସ କରୁ ଆପଣମାନେ ସମସ୍ତେ ଉପକୃତ ହୋଇଥିବେ। ନିୟମିତ ଏ କାର୍ଯ୍ୟକ୍ରମ ଦେଖୁଥାନ୍ତୁ ଓ ଆମ୍ଭମାନଙ୍କ ସହିତ ଫୋନରେ ଯୋଗାଯୋଗ ଜାରି ରଖିଥାନ୍ତୁ। ପ୍ରଭୁ ନିଶ୍ଚୟ ଆଶୀର୍ବାଦ କରିବେ। ଆପଣମାନଙ୍କ ମଧ୍ୟରୁ ଯଦି କେହି ଏ ପର୍ଯ୍ୟନ୍ତ ଆମକୁ ଫୋନ୍ କରିପାରିନାହାନ୍ତି, ତେବେ ଆଜି ଆମ ସହିତ ଯୋଗାଯୋଗ କରନ୍ତୁ। ଆମେ ଆପଣଙ୍କ ଫୋନ୍ କଲ୍ର ଅପେକ୍ଷାରେ ଅଛୁ। ଈଶ୍ୱରଙ୍କ ବାକ୍ୟ ଯେପରି ଆପଣଙ୍କ ଜୀବନରେ ଏକ ଆଶ୍ଚର୍ଯ୍ୟ କାର୍ଯ୍ୟ କରିବ ଓ ଆପଣଙ୍କ ଜୀବନରେ ଯେପରି ଏକ ଭିନ୍ନ ପରିବର୍ତ୍ତନ ଆଣିବ, ଏହା ହିଁ ଈଶ୍ୱରଙ୍କ ନିକଟରେ ଆମର ପ୍ରାର୍ଥନା ଓ ଇଚ୍ଛା। ପ୍ରଭୁଙ୍କଠାରେ ସମ୍ପୂର୍ଣ୍ଣ ବିଶ୍ୱାସ କରନ୍ତୁ। ଆଜି ଆମେ ଆଉ ଏକ ନୂତନ ବିଷୟରେ ଅଧ୍ୟୟନ କରିବା। ହିତୋପଦେଶ ପୁସ୍ତକରେ ଆମ୍ଭେମାନେ ପାଇପାରିବା ଈଶ୍ୱରଙ୍କର ଜ୍ଞାନକୁ କିପରି ଆମ୍ଭେମାନେ ଆମ୍ଭମାନଙ୍କ ଦୈନନ୍ଦିନ ଜୀବନରେ ବ୍ୟବହାର କରି ମୃତ୍ୟୁରୁ ରକ୍ଷା ପାଇବା। ଏଠାରେ ଲେଖକ ଭିନ୍ନ ଭିନ୍ନ ବ୍ୟକ୍ତିମାନଙ୍କ କର୍ମ, ବାକ୍ୟ ଏବଂ ଭବିଷ୍ୟତ କି ପ୍ରକାର ହେବ ତାହାର ଏକ ତଥ୍ୟ ସଂଗ୍ରହ କରିଅଛନ୍ତି। ଉତ୍ତମ ଓ ଜ୍ଞାନୀ ମନୁଷ୍ୟ ହିଁ ପରମେଶ୍ୱରଙ୍କ ଅନୁଗ୍ରହ ପାଇବ, କିନ୍ତୁ ଦୁଷ୍ଟ ଓ ଅଜ୍ଞାନୀ ନଷ୍ଟ ହେବ। ପରମେଶ୍ୱର ଆମ୍ଭର ଅନ୍ତର୍ନିହିତ ଉଦ୍ଦେଶ୍ୟ ଜାଣନ୍ତି। ମନୁଷ୍ୟ ନିଜକୁ ପ୍ରତିଷ୍ଠା କରିବା ପାଇଁ ଛଳ ଏବଂ ଦୁଷ୍ଟ ରାସ୍ତା ଧରେ, ଯାହା ପରମେଶ୍ୱର ପ୍ରଶଂସା କରନ୍ତି ନାହିଁ। ଜ୍ଞାନ ସବୁବେଳେ ଶାସନ ଓ ଅନୁଯୋଗ ଖୋଜେ। ବାକ୍ୟ କୁହେ, ପରମେଶ୍ୱର ଏବଂ ମନୁଷ୍ୟମାନେ ଯେଉଁମାନଙ୍କୁ ଭଲ ପାଆନ୍ତି ସେମାନଙ୍କୁ ଅନୁଯୋଗ ଓ ଶାସନ କରନ୍ତି, କାରଣ ସେମାନେ ଆମ୍ଭମାନଙ୍କର ଭଲ ଚାହାନ୍ତି। କିନ୍ତୁ ଅଜ୍ଞାନୀ ସେମାନଙ୍କୁ ଏବଂ ସେମାନଙ୍କର ଶାସନକୁ ଭଲ ପାଏ ନାହିଁ। ଲେଖକ ସେମାନଙ୍କୁ ପଶୁ ସଙ୍ଗେ ସମାନ ବୋଲି କହନ୍ତି। ଅନ୍ୟର କ୍ଷତି କରି କେହି ଲାଭ ପାଇବ ନାହିଁ, କିନ୍ତୁ ଯାହାର ମୂଳଦୁଆ ଯୀଶୁଖ୍ରୀଷ୍ଟ ଏବଂ ତାହାଙ୍କ ଜ୍ଞାନ, ଅନୁଯୋଗ ଓ ଶାସନ ଉପରେ ସ୍ଥାପିତ, ସେମାନେ ଘୁଞ୍ଚା ଯିବେ ନାହିଁ। ମନୁଷ୍ୟର ଖୁସି ଗୃହରୁ ଆରମ୍ଭ ହୋଇ ଯଦି ତାହାର ନିଜ ସ୍ତ୍ରୀ, ପରିବାର ତାହାର ଯତ୍ନ ନିଅନ୍ତି, ତେବେ ସେ ସମ୍ମାନିତ ହୁଏ। ଅଧିକ ଜ୍ଞାନ ଅଧିକ ସମ୍ମାନ ଆଣିଦିଏ, କିନ୍ତୁ ଲଜ୍ଜାଦାୟିନୀ ସ୍ତ୍ରୀମାନଙ୍କ ଦ୍ୱାରା ତାହାର ନିଜର ଲୋକମାନଙ୍କର ଶରୀରର ଅନିଷ୍ଟ ହୁଏ। ଆହୁରି ମଧ୍ୟ ଲେଖକ କୁହନ୍ତି, ଅଜ୍ଞାନୀର ମୁହଁ ହିଂସା ଷଡ଼ଯନ୍ତ୍ର ବିଷୟ କହି ବୁଲେ। ତେଣୁ ମନୁଷ୍ୟମାନେ ସେମାନଙ୍କ ସଙ୍ଗେ ରହିବାକୁ କିମ୍ବା ମନେ ପକାଇବାକୁ ଇଚ୍ଛା କରନ୍ତି ନାହିଁ। ତେଣୁ ଅଜ୍ଞାନୀର ସ୍ମରଣ ରୁହେ ନାହିଁ, କିନ୍ତୁ ଜ୍ଞାନୀର ଜ୍ଞାନ ହେତୁ ଲୋକମାନେ ସେମାନଙ୍କୁ ଖୋଜନ୍ତି ଏବଂ ବହୁଦିନ ପର୍ଯ୍ୟନ୍ତ ମନେ ରଖନ୍ତି।
ଜ୍ଞାନୀର ମୁଖର ବାକ୍ୟ ଅନ୍ୟର ହରସ ଜନ୍ମାଏ ଏବଂ ତାହାର ସ୍ୱସ୍ଥଜନକ ଅଟେ। ପ୍ରିୟ ଭାଇ ଭଉଣୀମାନେ, ପ୍ରଥମେ ଆମ୍ଭେମାନେ ଅଜ୍ଞାନୀ ଓ ଅଧାର୍ମିକ ଥିଲୁ, କିନ୍ତୁ ଆମ୍ଭେମାନେ କୌଣସି କ୍ଷୟଣୀୟ ବାକ୍ୟର ନୁହେଁ, ବରଂ ଅକ୍ଷୟ ଈଶ୍ୱରଙ୍କ ଜୀବନ୍ତ ଓ ଚିରସ୍ଥାୟୀ ବାକ୍ୟ ଦ୍ୱାରା ପୁନର୍ଜୀବିତ ହୋଇଅଛୁ। ଆସନ୍ତୁ ଏ ବିଷୟରେ ଅଧିକ ଶିକ୍ଷା କରିବା ପୂର୍ବରୁ ଗୋଟିଏ ଭକ୍ତିମୂଳକ ଗୀତ ଶୁଣିବା। ତାପରୁଦ ଆସିଅଛୁ ନେଇ ତୁମରି ପରଶ ପାଇବା ପାଇଁ, ଅନୁତାପରୁଦ ଆସିଅଛୁ ନେଇ ତୁମରି ପରଶ ପାଇବା ପାଇଁ, ଢାଳି ଦିଅ ତୁମ ଆଶିଷର ଧାରା, ଢାଳି ଦିଅ ତୁମ ଆଶିଷର ଧାରା, ଚାଲିବାକୁ ତୁମ ସଙ୍ଗରେ ଶକ୍ତି ଯୋଗାଇ ଦିଅ ହେ ଯୀଶୁ ହେ, ମୁକ୍ତି ଦାତା ଯୀଶୁ ହେ, ଶକ୍ତି ଦାତା ଯୀଶୁ ହେ। ରାଜାଧିରାଜନ ହେ ଈଶ୍ୱର ତୁମ ନାମ ପୂଜା ପାଉ, ରାଜାଧିରାଜନ ହେ ଈଶ୍ୱର ତୁମ ନାମ ପୂଜା ପାଉ। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ହିତୋପଦେଶ 11 ପର୍ବର 30 ପଦରୁ ଆରମ୍ଭ କରି 12 ପର୍ବର 28 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ତେବେ ଦେଖନ୍ତୁ 11 ପର୍ବର 30 ଓ 31 ପଦରେ ଏହିପରି ଲେଖା ଅଛି, ଧାର୍ମିକର ଫଳ ଜୀବନଦାୟକ ବୃକ୍ଷ ଅଟେ, ପୁଣି ଯେ ଜ୍ଞାନବାନ ସେ ଅନ୍ୟମାନଙ୍କର ଆତ୍ମା ଲାଭ କରେ। ଦେଖ, ପୃଥିବୀରେ ଧାର୍ମିକ ଗଣ ହିଁ ପ୍ରତିଫଳ ପାଆନ୍ତି, ତେବେ ଦୁଷ୍ଟ ଓ ପାପୀ ଗଣ କ'ଣ ତତୋଧିକ ପାଇବେ ନାହିଁ? ବାସ୍ତବରେ ଯେଉଁମାନେ ଅନ୍ୟମାନଙ୍କର ଆତ୍ମା ଲାଭ କରନ୍ତି ସେମାନେ ଜ୍ଞାନବାନ। ଯେଉଁମାନେ ଈଶ୍ୱରଙ୍କ ବାକ୍ୟ ଶିକ୍ଷା ଦେଇ ଆତ୍ମା ଲାଭ କରନ୍ତି ସେମାନେ ଜ୍ଞାନବାନ, କାରଣ ଈଶ୍ୱରଙ୍କର ବିଚାର ଆସୁଅଛି ଓ ପ୍ରତ୍ୟେକଙ୍କୁ ନିଜ ନିଜ କର୍ମର ନିକାଶ ଦେବାକୁ ହେବ। ମାତ୍ର ଦୁଷ୍ଟ ଓ ପାପୀଗଣଙ୍କ ନିମନ୍ତେ ଭୟଙ୍କର ଦଣ୍ଡ ଆସି ଉପସ୍ଥିତ ହେବ। ପ୍ରକୃତିରେ ଦେଖିବାକୁ ଗଲେ ପ୍ରଚାରକମାନଙ୍କର ପିଲାମାନେ ଅନେକ କ୍ଷେତ୍ରରେ ସଫଳତା ଲାଭ କରିଥାନ୍ତି, ଏପରିକି ସେମାନେ ଉଚ୍ଚ ପଦବୀର ଅଧିକାରୀ ହୋଇଥାନ୍ତି। ସେମାନେ ଅନ୍ୟମାନଙ୍କ ପ୍ରତି ବିଶେଷ ସହାୟକ ହୋଇଥାନ୍ତି। ଏପରିକି ସେହି ପିଲାମାନଙ୍କ ମଧ୍ୟରୁ ଅନେକ ଶାସକ ହୋଇଥାନ୍ତି, ବୈଜ୍ଞାନିକ ହୋଇଥାନ୍ତି, ଦେଶସେବକ ମଧ୍ୟ ହୋଇଥାନ୍ତି। ଆଜି ଆମମାନଙ୍କ ପରିବାର ମଧ୍ୟରେ ଶାନ୍ତି ଓ ମିଳନରେ ବସବାସ କରିବା ନିମନ୍ତେ ଅନେକ କିଛି ଶିକ୍ଷା ଦିଆଯାଏ। କିନ୍ତୁ ଆମେ ଯଦି ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନ ନ କରୁ ଓ ନିଜର ପରିବାର ମଧ୍ୟରେ ଈଶ୍ୱର ଭୟ ଜୀବନଯାପନ ନ କରୁ, ତାହେଲେ ଆମ୍ଭେମାନେ କେବେ ହେଲେ ନିଜର ପରିବାରକୁ ଶୃଙ୍ଖଳିତ ଭାବେ ଗଢ଼ିପାରିବା ନାହିଁ। କିନ୍ତୁ ଆମେ ଯଦି ତାହା କରୁ, ତାହେଲେ ଆମ୍ଭମାନଙ୍କ ପରିବାର ମଧ୍ୟରୁ ଅନେକ ସମସ୍ୟା ଦୂରେଇଯିବ ଓ ଆମର ପରିବାରର ଅନେକଙ୍କର ଆତ୍ମିକ ଜୀବନ ପ୍ରତି ଏକ ଆଦର୍ଶ ତଥା ସହାୟକ ହୋଇପାରିବ। ଲେଖା ଅଛି, ଧାର୍ମିକର ଫଳ ଜୀବନଦାୟକ ବୃକ୍ଷ ଅଟେ। ପୁନଶ୍ଚ ଲେଖା ଅଛି, ପୁଣି ଯେ ଜ୍ଞାନବାନ ସେ ଅନ୍ୟମାନଙ୍କର ଆତ୍ମା ଲାଭ କରେ। ଆଜି ବ୍ୟକ୍ତିଗତ ସାକ୍ଷ୍ୟଦାନ ଓ ପ୍ରଚାର କାର୍ଯ୍ୟ ଉପରେ ବିଶେଷ ଗୁରୁତ୍ୱ ଦିଆଯାଏ। ତାହା ତ ଉତ୍ତମ ଅଟେ। ମୁଁ ବିଶ୍ୱାସ କରେ ଏହା ହେଉଛି ଏକ ସୁନ୍ଦର ବିଷୟ ଯାହାକି ଆଜି ଆମମାନଙ୍କ ସମୟରେ ଘଟୁଅଛି। ଈଶ୍ୱରଙ୍କ ବାକ୍ୟ ସମସ୍ତ ସମୟରେ କହି ଆସୁଅଛି ଯେ ଜ୍ଞାନବାନ ସେ ଅନ୍ୟମାନଙ୍କର ଆତ୍ମା ଲାଭ କରେ। 11 ପର୍ବର 31 ପଦରେ ଲେଖା ଅଛି, ଦେଖ, ପୃଥିବୀରେ ଧାର୍ମିକ ଗଣ ହିଁ ପ୍ରତିଫଳ ପାଆନ୍ତି, ତେବେ ଦୁଷ୍ଟ ଓ ପାପୀ ଗଣ କ'ଣ ତତୋଧିକ ପାଇବେ ନାହିଁ? ବିଚାର ଆସୁଅଛି, ତହିଁରେ କୌଣସି ସନ୍ଦେହ ନାହିଁ। ଚିନ୍ତା କରନ୍ତୁ, ଯଦି ଧାର୍ମିକ ଗଣ ପୃଥିବୀରେ ପ୍ରତିଫଳ ପାଆନ୍ତି, ତାହେଲେ ଦୁଷ୍ଟ ଓ ପାପୀ ଗଣ ବର୍ତ୍ତି ଯାଇପାରିବେ କି? କେବେ ନୁହେଁ। ସେମାନେ ଆହୁରି ଅଧିକ ପ୍ରତିଫଳ ପାଇବେ।
अर्थात दुष्ट ओ पापीगणकर विचार सुनिश्चित। आसतु यापर आम 12 पर्व मध्यक जावा। यही पर्व मध्य आम केतक उपदेश दि जाइथिबार लक्ष्य करने को जावा। 12 पर्वर प्रथम पदरे एपरि लेखा अछि, जो लोक शासन भल पाए से ज्ञान भल पाए, मात्र जे अनुजोग घृणा करे से पशु तुल्य। जो मनुष्य शासन भल पाए से उपदेश को ग्रहण करे और से जाने तार जीवन में सबुठारु श्रेष्ठ और बहुमूल्य विषय कौन, आउ से तदनुजाई कार्य करे। तार अर्थ होछि जे से उपदेश शुणिब, किंतु से जाहुना कहीं मु निश्चित भाव कहीपे जे लोक मैंने जदिओ ईश्वर वाक्य शुणुती मात्र से वाक्य अनुजाई जीवन यापन करने से निमंते अति कष्टकर हो जाए। तेणुक ईश्वर वाक्य को पालन करने अत्यंत जरूरी विषय। 12 पर्वर 2 पदर लेखा अछि, सत् लोक सदाप्रभु ठारू अनुग्रह पाइब, मात्र कुकल्पनाकारी को से दोषी करिवे। प्रिय बंधु, दुष्ट लोक माने जेते धनी बा प्रभावशाली होइथांतु ना काहेकि सेमानकर अंतिम परिणति अति भयावह। ईश्वर निश्चित भाव सेमानकर विचार करने को जाउछंती। 12 पर्वर 3 पदर लेखा अछि, दुष्टता द्वारा कौनसी मनुष्य सुस्थिर हेब नाही, किंतु धार्मिकर मूल केबे घुंचा जीव नाही। नूतन नियम रे प्रभु यीशु ख्रीष्ट सेही पार्वत्य उपदेश पत्थर उपरे और बाली उपरे भित्तिमूल स्थापनकारी 2 जण गृह निर्माणकारी दृष्टांत मध्य दे यही विषय को अति स्पष्ट कराई देइछंती जे जो व्यक्ति सही पत्थर उपरे भित्तिमूल स्थापन करिथिला तार गृह रक्षा पाइला और से बुद्धिमान रूपे विवेचित हैला। आउ सेही पत्थर प्रभु यीशु ख्रीष्ट को उपस्थापित करे जे कि ईश्वर वाक्यर वास्तव भित्तिमूल। 12 पर्वर 4 पदर लेखा अछि, गुणवती स्त्री अपना स्वामीर मुकुट स्वरूप, मात्र लज्जादायिनी स्त्री ताहार हाड़ सबुर क्षय स्वरूप। एठारे आमे एक उत्तम तथा गुणवती स्त्री को पसंद करबा नै युवा मनुष्य को उपदेश दिया जाइथिबार लक्ष्य करबा को पारुअछु। प्रकृति में गुणवती स्त्री अपना स्वामीर गौरव स्वरूप। तेबे पुरातन नियम रे जो केतक चमत्कार स्त्री लोक मान विषय नहीं उल्लेख होइछि सेमान विषय टिके भावी देखंतु। हवा जदिओ सर्पर कथा को शुणिले तथापि से जड़े चमत्कार स्त्री थिले। प्रथम पितर 3 पर्वर 6 पद अनुजाई सारा एक आदर्श स्त्री थिले। मूसांकर माता जोकेबत निसंदेह जड़े चमत्कार महिला थिले। तापरे अन्य स्त्री मान अछंती जो माने सेते उत्तम नुहंती आउ सेमानकु हाड़ सबुर क्षय स्वरूप वर्णना करा जाए। आयुबंकर स्त्री ताहांको निमंते सेते उपकारी बा साहाय्यकारी नथिले। यह अति कौतूहलर विषय जे शैतान आयुबंक ठारू ताहांकर स्त्रींक व्यतीत समस्त विषय नहीं जाई थिले, जार अर्थ होछि जे शैतान जानिथिला से ताहार स्वामी आयुबंक प्रति सेते दूर सहायक नथिला। तेबे 12 पर्वर 5 पदरु 7 पद मध्यरे एहिपरि लेखा अछि, धार्मिक मानकर संकल्प यथार्थ, मात्र दुष्ट मानकर परामर्श प्रवंचना युक्त। दुष्ट माने रक्तपात करिवा पई छकी बसिबार कथा कहंती, मात्र सरल लोकमानकर मुख सेमानकु रक्षा करे। दुष्ट माने उत्पाटित होई आउ न थांती, मात्र धार्मिक मानकर गृह स्थायी हेबो। ईश्वर दृष्टि रे धार्मिक माने सरल लोक माने अनुग्रह पाती, मात्र दुष्ट मानकु से उत्पाटित करती। 12 पर्वर 8 पदरे लेखा अछि, मनुष्य अपना सुबुद्धि अनुसार प्रशंसा पाइब, मात्र जार कुटिल अंतकरण से तुच्छीकृत हेब। यह ही निराट सत्य। यहाँ पर 12 पर्वर 9 पदरे लेखा अछि, जो लोक तुच्छीकृत आउ जार दास अछि से खाद्यहीन आत्म प्रशंसी ठारू श्रेष्ठ। इठारे एही विषयटीर अर्थ एहीपरि जे नम्र हेबा द्वारा तुच्छीकृत हुए, मात्र जार आवश्यकता पूर्ण हो जाए सही व्यक्ति जे कि दारिद्रतार कषाघात अनुभव करने समय दृष्टिगोचर हेउथुबा समृद्धि रे आनंद करे, ताहा अपेक्षा अधिक आनंदित अटे। सेहीपरि 12 पर्वर 10 पदरे लेखा अछि, धार्मिक मनुष्य अपना पशुर प्राण को आदर करे, मात्र दुष्ट मानकर करुणा निष्ठुर। जे धार्मिक
ସେ ପ୍ରତ୍ୟେକଙ୍କୁ ଆଦର କରେ। ସେ ଏପରିକି ଆପଣାର ପଶୁମାନଙ୍କର ଯତ୍ନ ନିଏ, ମାତ୍ର ଦୁଷ୍ଟମାନଙ୍କ ହୃଦୟ ନିଷ୍ଠୁରତା ଆଚରଣ କରେ। ଏଠାରେ ଏକ ଘଟଣା ମୋର ମନେ ପଡ଼ିଯାଏ। ଦିନେ ମୁଁ ରାସ୍ତାରେ ଯାଉଥିବା ସମୟରେ ଜିନିଷପତ୍ର ବୋଝେଇ କରି ଯାଉଥିବା ଏକ ଶଗଡ଼ ଗାଡ଼ିକୁ ଦେଖିଲି। ଆଉ ସେହି ଶଗଡ଼ ଚାଳକ ତା'ର ବଳଦ ଦୁଇଟିକୁ ଏପରି ପ୍ରହାର କଲା ଯେ ସେହି ଦୁଇଟି ଯାକ ବଳଦ ସେହି ଶଗଡ଼କୁ ଟାଣିବା ପରିବର୍ତ୍ତେ ଶୋଇପଡ଼ିଲେ। ତାପରେ ମୁଁ ସେହି ଚାଳକକୁ କହିଲି, ଆରେ ଭାଇ, କାହିଁକି ଏପରି ନିର୍ମମ ଭାବେ ସେହି ବଳଦମାନଙ୍କୁ ପ୍ରହାର କରୁଅଛ? ଏକେ ତ ତୁମେ ଶଗଡ଼ରେ ଏତେ ଗୁଡ଼ିଏ ଜିନିଷ ଲଦିଛ ଯାହାର ଭାର କି ସେମାନଙ୍କ କାନ୍ଧ ଉପରେ ରହିଅଛି, ଓ ସେଥିସହିତ ସେମାନଙ୍କୁ ଏପରି ପ୍ରହାର କଲେ କ'ଣ ସେମାନେ ଟାଣିପାରିବେ? ପ୍ରିୟ ବନ୍ଧୁ, ଆଜି ଅନେକ ଏହିପରି ଭାବେ ନିରୀହ ଜନ୍ତୁମାନଙ୍କ ଉପରେ ପ୍ରହାର କରନ୍ତି ଓ ସେମାନଙ୍କ ପ୍ରତି ଅମାନୁଷିକ ଅତ୍ୟାଚାର କରନ୍ତି, ଏପରିକି କମ୍ ଖାଇବାକୁ ଦେଇ ଅଧିକ ଖଟାନ୍ତି। କିନ୍ତୁ ଯେଉଁମାନେ ଧାର୍ମିକ ଲୋକ, ସେମାନେ ଆପଣାମାନଙ୍କର ପଶୁର ପ୍ରାଣକୁ ଆଦର କରନ୍ତି। ମାତ୍ର ଦୁଷ୍ଟମାନଙ୍କ କରୁଣା ନିଷ୍ଠୁର, ଦୁଷ୍ଟମାନେ ଅତି ନିଷ୍ଠୁର ବ୍ୟବହାର କରନ୍ତି। 12 ପର୍ବର 11 ପଦରେ ଲେଖା ଅଛି, ଯେ ଆପଣା ଭୂମି ଚଷେ ସେ ଯଥେଷ୍ଟ ଆହାର ପାଇବ, ମାତ୍ର ଯେ ଅସାର ବିଷୟରେ ପ୍ରବୃତ୍ତ ହୁଏ ସେ ବୁଦ୍ଧିହୀନ। ଏହି ପଦଟି ଶିକ୍ଷା ଦିଏ ଯେ ଆମେ ନିଜ ନିଜର କର୍ତ୍ତବ୍ୟରେ ସଚେଷ୍ଟ ରହିବା ଉଚିତ ଓ ବିଶ୍ୱସ୍ତତା ରକ୍ଷା କରିବା ଉଚିତ, କିନ୍ତୁ ଅଯଥାରେ ସମୟ ନଷ୍ଟ କରିବା ଉଚିତ ନୁହେଁ। 12 ପର୍ବର 12 ପଦରୁ 14 ପଦ ମଧ୍ୟରେ ଆମେ ଦେଖୁ ଦୁଷ୍ଟ ଓ ଧାର୍ମିକମାନଙ୍କର କାର୍ଯ୍ୟରେ ଏକ ଭିନ୍ନତା। କାରଣ ଦୁଷ୍ଟର କାର୍ଯ୍ୟ କେବଳ ବିନାଶଜନକ, ମାତ୍ର ଧାର୍ମିକର କାର୍ଯ୍ୟ ଫଳଦାୟକ। ଏହା ଯଦିଓ ପୁନରାବୃତ୍ତି ହେବା ପରି ମନେ ହୁଏ, ମାତ୍ର ଏହା ମନେ ରଖିବା ଅତି ଉତ୍ତମ ବିଷୟ। ଏହିପରି ଲେଖା ଅଛି, ଦୁଷ୍ଟ ଲୋକ କୁକର୍ମକାରୀମାନଙ୍କ ଜାଲକୁ ଲୋଭ କରେ, ମାତ୍ର ଧାର୍ମିକର ମୂଳ ଫଳଦାୟକ। ଓଷ୍ଠର ଅଧର୍ମରେ ଦୁଷ୍ଟର ଫାନ୍ଦ ଥାଏ, ମାତ୍ର ଧାର୍ମିକ ଦୁଃଖରୁ ଉଦ୍ଧାର ପାଇବ। ମନୁଷ୍ୟ ଆପଣା ମୁଖର ଫଳ ଦ୍ୱାରା ମଙ୍ଗଳରେ ପରିତୃପ୍ତ ହେବ, ପୁଣି ମନୁଷ୍ୟର ହସ୍ତକୃତ କର୍ମଫଳ ତାହାକୁ ଦିଆଯିବ। ଏହାପରେ 12 ପର୍ବର 15 ପଦରେ ଲେଖା ଅଛି, ଅଜ୍ଞାନର ପଥ ତାହାର ନିଜ ଦୃଷ୍ଟିରେ ଯଥାର୍ଥ, ମାତ୍ର ଯେ ଜ୍ଞାନବାନ ସେ ପରାମର୍ଶ ଶୁଣେ। ଯେ ଅଜ୍ଞାନ ସେ ନିଜ ବୁଦ୍ଧିରେ ନିଜକୁ ଜ୍ଞାନବାନ ବୋଲି ବିଚାର କରେ, ମାତ୍ର ଯେ ଜ୍ଞାନବାନ ସେ ପରାମର୍ଶ ଶୁଣେ। ଏହା ସେହି ସଲୋମନଙ୍କର ପୁତ୍ର ରିହବିଆମକୁ ସ୍ମରଣ କରାଇ ଦିଏ, ଯେ କି ନିଜର ପ୍ରାଚୀନ ଉପଦେଷ୍ଟାମାନଙ୍କର ପରାମର୍ଶକୁ ନ ଶୁଣି ନିଜର ବୁଦ୍ଧିରେ ଚାଲିଲେ, ଫଳତଃ ତାହାଙ୍କର ପତନ ଘଟିଲା ଓ ତାହାଙ୍କ ଗୋଷ୍ଠୀ ମଧ୍ୟରେ ଗୃହଯୁଦ୍ଧ ଉପୁଜିଲା। ଏହାପରେ 12 ପର୍ବର 17 ଓ 18 ପଦରେ ଏହିପରି ଲେଖା ଅଛି, ସତ୍ୟବାଦୀ ଧାର୍ମିକତା ପ୍ରକାଶ କରେ, ମାତ୍ର ମିଥ୍ୟା ସାକ୍ଷୀ ପ୍ରବଞ୍ଚନା ପ୍ରକାଶ କରେ। କାହାର କାହାର ବାଚାଳତା ଖଡ଼୍ଗାଘାତ ପରି, ମାତ୍ର ଜ୍ଞାନୀର ଜିହ୍ୱା ସ୍ୱାସ୍ଥ୍ୟଜନକ। ଜ୍ଞାନୀ ବ୍ୟକ୍ତି ଯାହା ପ୍ରକାଶ କରେ ତାହା ସତ୍ୟ ଓ ତାହା ସ୍ୱାସ୍ଥ୍ୟଜନକ। ତାହା ଆପଣଙ୍କର ଶରୀର ଓ ମନକୁ ମଧ୍ୟ ପ୍ରଫୁଲ୍ଲିତ କରି ରଖିବ। ମାତ୍ର ଅନେକ ଏହାକୁ ଗ୍ରହଣ କରିପାରନ୍ତି ନାହିଁ। ସେମାନଙ୍କ ହୃଦୟରେ ତିକ୍ତତା ଓ ଘୃଣାଭାବ ଜାତ ହୁଏ। ଯଦିଓ ସେମାନେ ମୁଖରେ କିଛି କହନ୍ତି ନାହିଁ, ମାତ୍ର ପଛରେ ଛୁରା ରଖନ୍ତି। 12 ପର୍ବର 19 ରୁ 21 ପଦ ମଧ୍ୟରେ ଲେଖା ଅଛି, ସତ୍ୟବାଦୀ ଓଷ୍ଠ ନିତ୍ୟସ୍ଥାୟୀ ହେବ, ମାତ୍ର ମିଥ୍ୟାବାଦୀ ଜିହ୍ୱା ପଲକ ମାତ୍ର। ଅନିଷ୍ଟ ଚିନ୍ତାକାରୀର ହୃଦୟରେ ପ୍ରବଞ୍ଚନା ଥାଏ, ମାତ୍ର ଶାନ୍ତି ପରାମର୍ଶଦାତାମାନଙ୍କର ଆନନ୍ଦ ହୁଏ। ଧାର୍ମିକ ପ୍ରତି କୌଣସି ବିପଦ ଘଟିବ ନାହିଁ, ମାତ୍ର ଦୁଷ୍ଟ ଲୋକ ଅନିଷ୍ଟରେ ପରିପୂର୍ଣ୍ଣ ହେବ। ଏଠାରେ ଆମେ ମିଥ୍ୟାବାଦୀ ଜିହ୍ୱା ଓ ସତ୍ୟବାଦୀ ଓଷ୍ଠ ମଧ୍ୟରେ ପାର୍ଥକ୍ୟତା ଲକ୍ଷ୍ୟ କରୁ। ମାତ୍ର ମିଥ୍ୟାବାଦୀ ଜିହ୍ୱା ସ୍ଥାୟୀ ହେବ ନାହିଁ, କିନ୍ତୁ ସତ୍ୟବାଦୀ ଓଷ୍ଠ ସ୍ଥାୟୀ ହେବ। କାରଣ ଯାହା ସତ୍ୟ ତାହା ସଦାସର୍ବଦା ସତ୍ୟ, ମାତ୍ର ଯାହା ମିଥ୍ୟା ତାହା ସଦାସର୍ବଦା ମିଥ୍ୟା। ମିଥ୍ୟାର ଜୟ ନାହିଁ, ମାତ୍ର ସତ୍ୟର ଜୟ ଅଛି। 12 ପର୍ବର 22 ପଦରେ ଲେଖା ଅଛି, ମିଥ୍ୟାବାଦୀ ଓଷ୍ଠ ସଦାପ୍ରଭୁଙ୍କ ଘୃଣା ବିଷୟ, ମାତ୍ର ଯେଉଁମାନେ ସତ୍ୟ ବ୍ୟବହାର କରନ୍ତି ସେମାନେ ତାହାଙ୍କର ତୁଷ୍ଟିକର। ଈଶ୍ୱରଙ୍କ ସନ୍ତାନମାନଙ୍କର ଏକ ଗୁଣ ହେଉଛି ସତ୍ୟ କହିବା। ଏହାପରେ 12 ପର୍ବର 23 ପଦରେ ଲେଖା ଅଛି, ଚତୁର ଲୋକ
ଜ୍ଞାନ ଆଚ୍ଛାଦନ କରେ, ମାତ୍ର ମୂର୍ଖମାନଙ୍କର ମନ ଅଜ୍ଞାନତା ପ୍ରକାଶ କରେ। ଯେଉଁ ଲୋକ ଚତୁର ସେ ବୁଦ୍ଧିର ସହିତ ଆଚରଣ କରେ ଓ କଥା କହେ, ଯେପରି ତାହା ଅନ୍ୟକୁ ଆଘାତ ନ ଦିଏ। ମାତ୍ର ଯେ ଅଜ୍ଞାନ ବା ମୂର୍ଖ ସେ ବୁଦ୍ଧିର ସହିତ କଥାବାର୍ତ୍ତା କରେ ନାହିଁ। 24 ପଦରେ ଲେଖା ଅଛି, କର୍ମଶୀଳର ହସ୍ତ କର୍ତ୍ତୃତ୍ୱ କରିବ, ମାତ୍ର ଅଳସୁଆ ଲୋକ ବେଠି କରିବ। ଯେ କର୍ମଶୀଳ ସେ ସବୁଥିରେ କୃତକାର୍ଯ୍ୟ ହେବ, ମାତ୍ର ଯେ ଅଳସୁଆ ସେ ନିଜର ସମୟର ସଦୁପଯୋଗ କରିପାରେ ନାହିଁ। ଫଳତଃ ଅନ୍ୟମାନେ ତହିଁର ସୁଯୋଗ ନେଇ ତାହାଦ୍ୱାରା ସେମାନଙ୍କର ଫାଇଦା ଉଠାଇଥାନ୍ତି। 25 ପଦରେ ଲେଖା ଅଛି, ମନୁଷ୍ୟର ମନୋବ୍ୟଥା ମନକୁ ନତ କରେ, ମାତ୍ର ମଙ୍ଗଳର ବାକ୍ୟ ତାହାର ହରସ ଜନ୍ମାଏ। ପ୍ରକୃତରେ ଯେଉଁମାନେ ଦୁଃଖରେ ଭାଙ୍ଗି ପଡ଼ିଥାନ୍ତି ବା ସମସ୍ୟାରେ ପଡ଼ିଥାନ୍ତି ସେମାନଙ୍କୁ ମଙ୍ଗଳର ବାକ୍ୟ ସାନ୍ତ୍ୱନା ଦିଏ ଓ ସେମାନଙ୍କ ମନରେ ଆନନ୍ଦ ଜନ୍ମାଏ ଓ ଉତ୍ସାହ ପ୍ରଦାନ କରେ। ତେଣୁ ଆମେ କୌଣସି ବ୍ୟକ୍ତିକୁ ତାହାର ଦୁଃଖ ସମୟରେ ମଙ୍ଗଳର ବାକ୍ୟ କହି ସାନ୍ତ୍ୱନା ଦେବା ଉଚିତ। ଆୟୁବ ତାହାଙ୍କର ବନ୍ଧୁମାନଙ୍କୁ କହିଲେ, ସରଳ ବାକ୍ୟ କିପରି ପ୍ରବଳ, ଯାହାକି ଆୟୁବ 6 ପର୍ବର 25 ପଦରେ ଲେଖା ଅଛି। ଯେଉଁମାନେ ସମସ୍ୟା ମଧ୍ୟରେ ବା ଦୁଃଖରେ ଅଥବା ମନର ତିକ୍ତତା ମଧ୍ୟରେ ଥାନ୍ତି ସେମାନଙ୍କ ଜୀବନରେ ସରଳ ବାକ୍ୟ ଉତ୍ସାହ, ଆନନ୍ଦ ତଥା ସାନ୍ତ୍ୱନା ଆଣିଦେଇଥାଏ। ଯେ ସମସ୍ୟାରେ ରହିଅଛି ଆମେ ସେହି ବ୍ୟକ୍ତିକୁ ହୃଦୟବାଧକ କଥା କହି ତାହା ମନରେ ଦୁଃଖ ଦେବା ଉଚିତ ନୁହେଁ। ଆମେ ତାହାକୁ ସାନ୍ତ୍ୱନାଜନକ କଥା କହିବା ଉଚିତ। 12 ପର୍ବର 26 ପଦରେ ଲେଖା ଅଛି, ଧାର୍ମିକ ଲୋକ ଆପଣା ପ୍ରତିବାସୀର ପଥ ଦର୍ଶକ, ମାତ୍ର ଦୁଷ୍ଟମାନଙ୍କ ପଥ ସେମାନଙ୍କୁ ଭୁଲାଏ। ଯେ ଧାର୍ମିକ ଲୋକ ସେ ଆପଣା ପ୍ରତିବାସୀ ସହିତ ଉତ୍ତମ ବ୍ୟବହାର କରି ଓ ଈଶ୍ୱରଙ୍କ ବାକ୍ୟ ବିଷୟରେ ଶିକ୍ଷା ଦେଇ ତାହାକୁ ସତ୍ୟ ପଥରେ କଢ଼ାଇ ନିଏ। ମାତ୍ର ଦୁଷ୍ଟ ଲୋକ ସେପରି କରେ ନାହିଁ, ବରଂ ତାହାକୁ ଭୁଲ ଶିକ୍ଷା ଦେଇ ଅବାଟରେ କଢ଼ାଇ ନିଏ। ଧାର୍ମିକ ବ୍ୟକ୍ତି ତାହାର ପ୍ରତିବାସୀକୁ ସାହାଯ୍ୟ କରିବା ନିମନ୍ତେ ଚାହେଁ, ଯେତେବେଳେ କି ଜଣେ ଦୁଷ୍ଟ ପ୍ରକୃତିର ଲୋକ ତାହାର ପ୍ରତିବାସୀର ଅନିଷ୍ଟ ଚିନ୍ତା କରେ ବା ତାହାକୁ ଆଘାତ ଦେବା ପାଇଁ ଚେଷ୍ଟା କରେ। ନାଥନ୍ ଦାଉଦଙ୍କର ସବୁଠାରୁ ଉତ୍ତମ ବନ୍ଧୁ ଥିଲେ। ତଥାପି ଏହା ଥିଲା ନାଥନ୍ ଭବିଷ୍ୟତ ବକ୍ତା ଯେ କି ଦାଉଦଙ୍କ ପ୍ରତି ଅଙ୍ଗୁଳି ଦେଖାଇ ଏହିପରି କହିବାକୁ ସାହସ କରିଥିଲେ, ସେହି ବ୍ୟକ୍ତି ତୁମ୍ଭେ ଅଟ। ଯେତେବେଳେ ଆମମାନଙ୍କ ଜୀବନରେ କୌଣସି ବିଷୟ ସଂଶୋଧିତ ହେବାର ଆବଶ୍ୟକ ହୁଏ ସେତେବେଳେ ଜଣେ ଉତ୍ତମ ବନ୍ଧୁଙ୍କୁ ପାଇବା ଅତି ଚମତ୍କାର ବିଷୟ, ଯେ କି ପ୍ରେମରେ ଆମମାନଙ୍କୁ ସଂଶୋଧିତ କରିବେ। 12 ପର୍ବର 27 ପଦରେ ଲେଖା ଅଛି, ଅଳସୁଆ ମୃଗୟାରେ ଧରିଲା ପଶୁକୁ ପାକ କରେ ନାହିଁ, ମାତ୍ର ମନୁଷ୍ୟମାନଙ୍କର ବହୁମୂଲ୍ୟ ସମ୍ପତ୍ତି ପରିଶ୍ରମୀର ପକ୍ଷରେ। ଅନ୍ୟ ଅର୍ଥରେ କହିବାକୁ ଗଲେ ଅଳସୁଆ ତାହାର ପାଇଥିବା ବସ୍ତୁକୁ ହରାଇ ବସେ, ମାତ୍ର ଯେ ପରିଶ୍ରମୀ ତାହାର ଯାହା କିଛି ଥାଏ ତାହାକୁ ସେ ରକ୍ଷା କରେ, ତାହାକୁ ସେ ଧରି ରଖିବା ପାଇଁ ଚେଷ୍ଟା କରେ ଓ ଯତ୍ନବାନ ହୁଏ। ପ୍ରକୃତରେ ଏହା କ'ଣ ସତ୍ୟ ନୁହେଁ କି? ଆପଣଙ୍କର ମନେ ଥିବ ଯେତେବେଳେ ଋତ କ୍ଷେତ୍ରରେ ଶସ୍ୟ ସାଉଁଟିବାକୁ ଗଲେ ସେତେବେଳେ ବୋୟଜ ତାହାଙ୍କୁ ଦେଖି ତାହାଙ୍କ ପ୍ରତି ଦୟା ବହି ତାହାଙ୍କ କ୍ଷେତ୍ରରେ ଶସ୍ୟ କେଣ୍ଡା ସାଉଁଟିବାକୁ ଏପରି ସାହାଯ୍ୟ କଲେ ଯେ ସେ ଅଧିକ ପରିମାଣରେ ଶସ୍ୟ କେଣ୍ଡା ସାଉଁଟିଲେ ଓ ସେ ସଂଗ୍ରହ କରିଥିବା ଶସ୍ୟ କେଣ୍ଡାଗୁଡ଼ିକୁ ଝାଡ଼ି ଶସ୍ୟ ସଂଗ୍ରହ କଲେ। କିନ୍ତୁ ସେ ଚାହିଁଥିଲେ ଘରକୁ ଆସି ସେହି ସାଉଁଟିଥିବା ଶସ୍ୟ କେଣ୍ଡା ସବୁ ଆଣି ତାଙ୍କ ଶାଶୁ ନୟମୀଙ୍କ ଆଗରେ ଫୋପାଡ଼ି ଦେଇ କହିପାରିଥାନ୍ତେ, ଦେଖ ମୁଁ କ'ଣ କରିଅଛି। ଏଥିନିମନ୍ତେ ମୁଁ ଦିନସାରା କଠିନ ପରିଶ୍ରମ କରି ସାଉଁଟିଅଛି। ବର୍ତ୍ତମାନ ତୁମେ ଏହାକୁ ଝାଡ଼ି ଶସ୍ୟ ବାହାର କର। କିନ୍ତୁ ସେ ସେପରି କଲେ ନାହିଁ। ଏହା ପ୍ରକାଶ କରେ ଯେ ତାହାଙ୍କ ମଧ୍ୟରେ କି ପ୍ରକାର ଆତ୍ମା ଥିଲା। ପ୍ରିୟ ବନ୍ଧୁ, ଆପଣ ଆପଣଙ୍କ ଘରେ ଯଦି କିଛି କାର୍ଯ୍ୟରେ ସାହାଯ୍ୟ କରନ୍ତି ତାହେଲେ ତହିଁରେ କ୍ଷତି କ'ଣ? ଆପଣ ଯଦି ଆପଣଙ୍କର ଚାକିରିରୁ ଅବସର ନେଇଛନ୍ତି ତାହେଲେ ଘରେ ମଧ୍ୟ କାର୍ଯ୍ୟରେ ସାହାଯ୍ୟ କରିପାରିବେ। ମୁଁ ଦେଖେ ଏପରିକି ବୁଢ଼ାବୁଢ଼ୀମାନେ ମଧ୍ୟ ଛୋଟ ପିଲାଙ୍କ ପରି କାର୍ଯ୍ୟ କରନ୍ତି। ବାସନ ମାଜିବାଠାରୁ ନେଇ ଘର ଓଳାଇବା ପର୍ଯ୍ୟନ୍ତ ମଧ୍ୟ କାର୍ଯ୍ୟମାନ କରନ୍ତି। ତେଣୁକରି ପରିଶ୍ରମୀ ହେବା ଅତି ଉତ୍ତମ ବିଷୟ। ଏହା ମନକୁ ପ୍ରଫୁଲ୍ଲିତ ରଖେ ଓ
ଓ ଶରୀରକୁ ମଧ୍ୟ ସୁସ୍ଥ ସବଳ ରଖେ। ଯେଉଁମାନେ ସେହି ଖ୍ରୀଷ୍ଟଙ୍କଠାରେ ନିର୍ଭର କରନ୍ତି, ଯିଏକି ଆମମାନଙ୍କର ଧାର୍ମିକତା ସ୍ୱରୂପ, ସେମାନେ ସେହି ଧାର୍ମିକତାର ପଥରେ ଅଗ୍ରସର ହୁଅନ୍ତି ଓ ସେମାନେ ସେହି ଅନନ୍ତ ଜୀବନର ଅଧିକାରୀ ହୁଅନ୍ତି, କାରଣ ଖ୍ରୀଷ୍ଟ ହିଁ ଅନନ୍ତ ଜୀବନ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ପ୍ରିୟ ଭାଇ ଭଉଣୀମାନେ, ମୋର ବିଶ୍ୱାସ ଆଜିର ଅଧ୍ୟୟନଟି ଆପଣମାନଙ୍କୁ ଭଲ ଲାଗିଥିବ ଓ ଆପଣମାନେ ଆତ୍ମିକ ଜୀବନରେ ଉପକୃତ ହୋଇଥିବେ। ପ୍ରଥମ ପିତର 3:13 ଲେଖାଯାଏ, ଆଉ ତୁମ୍ଭେମାନେ ଯଦି ଉତ୍ତମ ବିଷୟରେ ଉଦ୍ଯୋଗୀ ହୁଅ, ତେବେ କିଏ ତୁମ୍ଭମାନଙ୍କର ଅନିଷ୍ଟ କରିବ? ଏହି ବାକ୍ୟ ପୁରୁଷ ସ୍ତ୍ରୀ ସମସ୍ତଙ୍କ ପାଇଁ। ଏହି ପୃଥିବୀରେ ଆମ୍ଭେମାନେ ଆମ୍ଭମାନଙ୍କ ସଦାଚରଣ ବା କାର୍ଯ୍ୟ ଦ୍ୱାରା ଈଶ୍ୱରଙ୍କୁ ପ୍ରକାଶ କରିବା ନିମନ୍ତେ ମନୋନୀତ, ପବିତ୍ରୀକୃତ ଏବଂ ମୁଦ୍ରାଙ୍କିତ ହୋଇଅଛୁ। ଆମ୍ଭେମାନେ ସମସ୍ତେ ବହୁମୂଲ୍ୟ ଓ ମନୋନୀତ ଲୋକମାନେ ଅଟୁ। ଭୁଲ ସମସ୍ତେ କରନ୍ତି, କିନ୍ତୁ ମନ ପରିବର୍ତ୍ତନ କରି ଉପଯୁକ୍ତ କର୍ମ କଲେ ପରମେଶ୍ୱର ଆମ୍ଭମାନଙ୍କୁ ନିଜ ଗୁଣରେ ଭରିଦେବେ। ଆଜି ଆସୁ ଆଜ୍ଞାବହ ସନ୍ତାନମାନଙ୍କ ପରି ସମସ୍ତ ଆଚରଣରେ ପବିତ୍ର ହେଉ ଏବଂ ସମସ୍ତଙ୍କ ଯତ୍ନ ନେଉ। ଈଶ୍ୱରଙ୍କ ଠାରୁ ଆସୁଥିବା ପ୍ରକୃତ ଜ୍ଞାନ ବିଷୟ ଶିକ୍ଷା କରି ଉତ୍ତମ କର୍ମ କରୁ ଓ ଉତ୍ତମ ଆଚରଣ ଅନ୍ୟମାନଙ୍କ ସମ୍ମୁଖରେ ପ୍ରକାଶ କରୁ। ଆଜି ତ ଆମ ସମୟ ଶେଷ ହେଲାଣି। ଫୋନ୍ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଆପଣଙ୍କଠାରୁ ବିଦାୟ ନେବା ପୂର୍ବରୁ ଆସନ୍ତୁ ପ୍ରାର୍ଥନା କରିବା। ପ୍ରିୟ ଅତ୍ୟନ୍ତ ଦୟାଳୁ ପ୍ରେମିକ ଈଶ୍ୱର, ତୁମେ ଆମମାନଙ୍କୁ କେତେ ପ୍ରେମ ଅନୁଗ୍ରହ ଦାନ ଦେଇଅଛ। ପ୍ରିୟ ପ୍ରଭୁ, ତୁମ ନିକଟରେ ଆମେ ପ୍ରାର୍ଥନା କରୁଅଛୁ, ଯେଭଳି ଭାବରେ ତୁମେ ଆଜି ଆମମାନଙ୍କୁ ଶିକ୍ଷା ଦେଇଅଛ, ତାହା ଯେଭଳି ଭାବରେ ନିଜ ଜୀବନରେ କାର୍ଯ୍ୟ ରୂପେ ବ୍ୟବହାର କରିପାରିବ, ତୁମେ ସେହିପରି ଆମମାନ ପ୍ରତ୍ୟେକ ଜଣଙ୍କୁ ସାହାଯ୍ୟ କର। ପ୍ରିୟ ପ୍ରେମିକ ଈଶ୍ୱର, ଆମେମାନେ ଯେଭଳି ଭାବରେ ଏକ ଉତ୍ତମ କର୍ମ କରିପାରିବୁ। ହଁ ପ୍ରଭୁ, ଏ ମନ୍ଦ ଜଗତରେ ପ୍ରଭୁ କେହି ମଧ୍ୟ ଯେପରି ଝୁଣ୍ଟି ନ ପଡ଼ୁ। ତୁମେ ପ୍ରଭୁ ଏ ଜଗତରେ ପ୍ରତ୍ୟେକ ମାନବମାନଙ୍କ ନିମନ୍ତେ ଆସିଥିଲ ପ୍ରଭୁ, ତୁମେ ଉଦ୍ଧାର କରିବା ନିମନ୍ତେ। ହଁ ପ୍ରଭୁ, ତୁମେ ପ୍ରତ୍ୟେକ ଜଣଙ୍କୁ ପ୍ରଭୁ ଏ ପାପମୟ ଜଗତରୁ ତୁମେ ଉଦ୍ଧାର କର, ଯେଭଳି ଭାବରେ ଏକ ଉତ୍ତମ କର୍ମ କରିପାରିବ ଏବଂ ତୁମର ପ୍ରଭୁ ସେବା ଯେଭଳି ଭାବରେ ପ୍ରତ୍ୟେକ ଜଣ ତୁମଠାରେ ସଂଯୁକ୍ତ ଭାବରେ ଲାଗି ରହିବୁ, ତୁମେ ସେହିପରି ପ୍ରତ୍ୟେକ ଜଣଙ୍କୁ ତୁମେ ସାହାଯ୍ୟ କର। ହେ ପ୍ରେମିକ ଦୟାଳୁ ଈଶ୍ୱର, ପ୍ରାର୍ଥନାକୁ ତୁମେ ଶୁଣିଅଛ ଓ ଉତ୍ତରକୁ ଦେଇଅଛ ବୋଲି ବିଶ୍ୱାସ କରି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ମାଗୁଅଛି, ଆମେନ୍। ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ପରବର୍ତ୍ତୀ କାର୍ଯ୍ୟକ୍ରମରେ ପୁଣି ଆପଣଙ୍କ ସହିତ ସାକ୍ଷାତ ହେବ। ସେ ସମୟ ପର୍ଯ୍ୟନ୍ତ ଆମକୁ ବିଦାୟ ଦିଅନ୍ତୁ। ରହିଲି, ନମସ୍କାର। ଗତ ପ୍ରଶ୍ନର ଉତ୍ତରଟି ହେଲା ଏ ସୁମନ୍ତ୍ରଣା। ଆଜିର ପ୍ରଶ୍ନଟି ହେଉଛି, ଯେଉଁ ବ୍ୟକ୍ତି ଅନୁଜକୁ ଘୃଣା କରେ ସେ କାହା ତୁଲ୍ୟ ଅଟେ? ଏ ଧାର୍ମିକ, ବି ସାଧୁ, ସି ପଶୁ, ଡି ଜ୍ଞାନୀ। এই প্রশ্নর উত্তর আসন্তাকালি সন্ধ্যা 6টা মধ্যে অপশন এ, বি, সি, ডি মধ্যরু সঠিক উত্তর বাছি আপনার নাম ও সম্পূর্ণ ঠিকনা সহিত 9777221415 ফোন নম্বরে SMS কিংবা WhatsApp দ্বারা জଣାଇବାକୁ অনুরোধ। जदि आपको आम कार्यक्रम भल लगुच तेबे 0444908129 रे मिस्ड कॉल दे विजयी होई परिबे। गत सप्ताहर विजय दर्शक बंधु हेले कलाहांडी विश्वरंजन नायक और परिवार।